ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ପିଡିଏମଓ ଙ୍କ ରିପୋର୍ଟ ହଉଛି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ପୋଲିସର ଯାହା କାର୍ଯ୍ୟାନୁଷ୍ଠାନ କରିବା କଥା ସେମାନେ ତାଙ୍କର କରୁଛନ୍ତି। ଆଡମିନିଷ୍ଟ୍ରେଟିଭ ସାଇଡରେ ବି ଆମେ ଗୋଟେ ଆଡମିନିଷ୍ଟ୍ରେଟିଭ ଅଫିସର ନିର୍ଦ୍ଦେଶ ଦେଇଛୁ, ସେମାନେ ଯାଇକି ତାକୁ ଇନଭେଷ୍ଟିଗେସନ କରିବେ। ଆଜି ଯୁବ କଂଗ୍ରେସର ଯୋଉ ମେମୋରାଣ୍ଡମ ଦେଇଛନ୍ତି ତଦନ୍ତ ଯୋଉ କରିବା ପାଇଁ ଏବଂ ଆକ୍ସନ ନେବା ପାଇଁ, ସେଟା ଗଭର୍ଣ୍ଣମେଣ୍ଟର ଉଦ୍ଦେଶ୍ୟର ଗୋଟେ ମେମୋରାଣ୍ଡମ ଦେଇକି ଯାଇଛନ୍ତି, ତେଣୁ ଆମେ ଏଟା ଗଭର୍ଣ୍ଣମେଣ୍ଟକୁ ପଠେଇବୁ। ବର୍ତ୍ତମାନ ସିଚୁଏସନ କେମିତି ଅଛି ଆପଣ ଦେଖୁଛନ୍ତି ପୁରା ଚ୍ୟାନେଲିଂର ସ୍ୱାସ୍ଥ୍ୟ ଅବସ୍ଥା? ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ପିଡିଏମଓ ଙ୍କ ରିପୋର୍ଟ ହଉଛି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ପୋଲିସର ଯାହା କାର୍ଯ୍ୟାନୁଷ୍ଠାନ କରିବା କଥା ସେମାନେ ତାଙ୍କର କରୁଛନ୍ତି। ଆଡମିନିଷ୍ଟ୍ରେଟିଭ ସାଇଡରେ ବି ଆମେ ଗୋଟେ ଆଡମିନିଷ୍ଟ୍ରେଟିଭ ଅଫିସର ନିର୍ଦ୍ଦେଶ ଦେଇଛୁ, ସେମାନେ ଯାଇକି ତାକୁ ଇନଭେଷ୍ଟିଗେସନ କରିବେ। ଇସ୍ୟୁଟା ରିଜଲ୍ଭ କେମିତି ହବ ଭାବୁଛନ୍ତି? ଯେ ଏତେ ଦିନ ହେଲାଣି ଗୋଟେ ଇସ୍ୟୁ ଚାଲିଛି, ତ ଏଇ ଇସ୍ୟୁଟା ରିଜଲ୍ଭ କଣ ବାଟ ଭାବୁଛନ୍ତି? ଆମର ଯୋଉ ୟା ଉପରେ ଯୋଉ ରିପୋର୍ଟଟା ଦିଆହବ ଆମେ ଭାବୁଛୁ ତାରି ଉପରେ ରିଜଲ୍ଭ। सर एनएचआरसी ଗୋଟେ ରିପୋର୍ଟ ନାହିଁ ଯେ ଆକ୍ସନ ଟେକିଂ ରିପୋର୍ଟ ସେଟା ବି ଆମେ ଆକ୍ସନ ଟେକିଂ ରିପୋର୍ଟ ବି ଆମେ ଦବୁ। ସେ କେବେ ସୁଦ୍ଧା ଆପଣ ମାନେ ଦେବେ? ଯେହେତୁ ସେ ଅବିକା ହସ୍ପିଟାଲରେ ଅଛନ୍ତି, ସେ ହସ୍ପିଟାଲରୁ ଡିସଚାର୍ଜ ହେଇକି ଗଲା ପରେ ତାଙ୍କର ଷ୍ଟେଟମେଣ୍ଟ ନେଇକି ଆମର ଯୋଉ ଟିମ୍ ଅଛନ୍ତି ଷ୍ଟେଟମେଣ୍ଟ ନେଇକି ତାପରେ ତାର ଇନକ୍ୱାରି ରିପୋର୍ଟ ଦେବେ। ଆଉ ଗୋଟେ କଥା, ସେ ଯୋଉ ଆଲିଗେସନ ଆଣୁଛନ୍ତି ବିଡିଓ ହୁଅନ୍ତୁ ଅନ୍ୟ ପୋଲିସ ଅଫିସରଙ୍କ ଆଗେନ୍ଷ୍ଟ ଆକ୍ସନ ସେ ଡିମାଣ୍ଡ କରୁଛନ୍ତି, ସେ କଥା ଆପଣ ମାନେ ଦେଖୁଛନ୍ତି କି ସେ ଯୋଉ ଆଲିଗେସନ ଆଣୁଛନ୍ତି? ସେଇ ଆଲିଗେସନକୁ ଆମେ ଦେଖିକିରି ଆମେ ସେ ଅନୁସାରେ ରିପୋର୍ଟ ଦବୁ।